तो ସାଙ୍ଗମାନେ ଆମ ଝିଅ ପାଇଁ ଗୋଟେ ଗିଫ୍ଟ ଆସିଛି। ତ ସାଙ୍ଗମାନେ ଯେମିତିକି ଆପଣମାନେ ଦେଖିଥିଲେ କି ନୂଆ ଗାଡ଼ି କିଣା ହେଇଥିଲା, ମୁଁ ପିପିଏଫ୍ କରିବାକୁ ତାକୁ ନେଇକି ଆସିଥିଲି। ଆଉ ଯିଏ ବାପୁଜୀ ନଗରରୁ ଜାଣିଥିବେ ଭାଇଙ୍କି, କି ବଢ଼ିଆ ଷ୍ଟିକରିଂ ଆଉ ପିପିଏଫ୍ ବି କରନ୍ତି। ତ ପ୍ରଥମେ ଭାଇ କ'ଣ କହୁଛନ୍ତି ଶୁଣି ନିଅନ୍ତୁ। ଭାଇଙ୍କ ଚ୍ୟାନେଲ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ଭାଇ ସବୁଠୁ ବେଷ୍ଟ ଗାଏ ଆମର। ଥ୍ୟାଙ୍କ ୟୁ। ତ ହଁ ସାଙ୍ଗମାନେ, ବାପୁଜୀ ନଗରରେ ଭାଇ ବହୁତ ବଢ଼ିଆ କାମ କରନ୍ତି। ତ ମୁଁ ପିପିଏଫ୍ ସାରିକି ବର୍ତ୍ତମାନ ଯାଉଛି ଆସି ଆଉ ଗୁନୁଙ୍କ ପାଖକୁ ତାଙ୍କୁ ଆଣିବା ପାଇଁ। ଆଉ ତା ସହିତ ତାଙ୍କ ପାଇଁ ଗୋଟେ ନେଇକି ଯାଉଛି ବଢ଼ିଆ ଗିଫ୍ଟ। ତ ଦେଖନ୍ତୁ ଆସି ସେ ଗିଫ୍ଟ ଦେଖିକି କେମିତି ସରପ୍ରାଇଜ ହେଉଛି। ଆକ୍ଚୁଆଲି ଏଇଟା ଗୋଟେ ଆର୍ଟିଫିସିଆଲ ବିଲେଇ, ବଟ୍ ରିଅଲ୍ ଟାଇପ୍ର ଦେଖାଯାଉଛି ଆଉ ସାଉଣ୍ଡ ବି ପୁରା ରିଅଲ୍ ଟାଇପ୍ର। ତ ଏଇ ଆସି ପ୍ରଥମେ ତ ଡରୁଥିଲା ତାକୁ ଦେଖିକି, କିନ୍ତୁ ତାପରେ ତାକୁ ଦେଖିକି ବହୁତ ଖୁସି ହେଲା। ଦି ଭଉଣୀ ଯାକ ଖେଳିଲେ। कौन की ତ ସାଙ୍ଗମାନେ ଯେମିତି ବର୍ତ୍ତମାନ ନ୍ୟୁ ଇୟର ଟାଇମ୍ ଚାଲିଛି, ଆଉ ନ୍ୟୁ ଇୟର ଟାଇମ୍ରେ ଦୁଇ ଜଣ ଯାକ ଆସି ମାମୁଁ ଘର ଥିଲେ। ତ ମୋତେ ଟୋଟାଲ୍ ଭଲ ଲାଗୁନଥିଲା, ତେଣୁକରି ମୁଁ ଗାଡ଼ି ପିପିଏଫ୍ କରିବାକୁ ଆସିଥିଲି। ତ ଦୁଇ ଜଣ ନେବାକୁ ପଳେଇ ଆସିଲି। ଦୁଇ ଜଣ ଦେଖିକି ତ ବହୁତ ସରପ୍ରାଇଜ ହେଇଗଲେ ଆଉ ବହୁତ ଖେଳିଲେ। ଆଉ ତା ପୂର୍ବରୁ ଯେହେତୁ ମୁଁ ଦ୍ୱିପହରେ ଆସିଥିଲି, ତ ଏଠି ବି ଖାଇନେଲି। ତ ଖାଇ ଦେଇକି ଆମେ ବାହାରିଲୁ ସବୁ ଯିବା ପାଇଁ ଘରକୁ। ତ ଏଠି ଦେଖନ୍ତୁ କେମିତି ଆସି ଆମର ପ୍ରଥମେ ରେଡ଼ି ହେଇକି ପୁରା ମଙ୍କି କ୍ୟାପ୍ ପିନ୍ଧିକି ବସି ପଡ଼ିଲାଣି। ତ ଆଜି ପ୍ରଥମ ଥର ପାଇଁ ଆସି ଗାଡ଼ିରେ ବସିଲା। ଆଗରୁ ଜମା ବାଇକ୍ରେ ବସୁନଥିଲା, ବସିକି ଯେଉଁ ଟୋଟାଲ୍ ଓହ୍ଲିବାର ନାଁ ଧରୁନଥାଏ। ବହୁତ ଖୁସି ଥାଏ। ତ ସାଙ୍ଗମାନେ ଚାଲନ୍ତୁ ନେକ୍ସଟ ବ୍ଲଗ୍ରେ ମୁଁ ଆପଣଙ୍କୁ ଦେଖାଉଛି ଆସିଲା ପରେ କ'ଣ ହେଉଛି। ସେପର୍ଯ୍ୟନ୍ତ ରହିଲି, ନମସ୍କାର, ଜୟ